ଦୀପନି ଦାସ ମହାପାତ୍ର ବୟସ 30 ବର୍ଷ 14 ଅଗଷ୍ଟ 1995 ମସିହାରେ ସ୍ୱରଠାରେ ଜନ୍ମଗ୍ରହଣ କରିଥିବା ଦୀପନିତଙ୍କ ବିଷୟରେ ଆଜି ଆମେ ଏ ଭିଡ଼ିଓ ଜାଣିବା। ତାଙ୍କ ଘର ପରିବାର ତାଙ୍କର ପର୍ସନାଲ ଲାଇଫ୍ ସମ୍ପର୍କରେ ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି, ତାଙ୍କର ସଂଘର୍ଷମୟ ଜୀବନ କାହାଣୀ, ତାଙ୍କର ସମୁଦାୟ ସମ୍ପତ୍ତି କେତେ, ତାଙ୍କର ଆଲିସାନ ଘର ଗାଡ଼ି କଲେକ୍ସନ୍ ସବୁକିଛି ଡିଟେଲ୍ସରେ ଆପଣମାନେ ଏ ଭିଡ଼ିଓ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ ଅଭିନେତା ଦୀପନିତଙ୍କୁ ତାଙ୍କର ଅଭିନୟକୁ ବେଶ୍ ପସନ୍ଦ କରନ୍ତି ନିଶ୍ଚିତ ଭାବରେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ କମେଣ୍ଟ କରି ଜଣାଇବେ ଯେ ଦୀପନିତଙ୍କ ଅଭିନୟ ଆପଣଙ୍କୁ କେତେ ମାତ୍ରାରେ ପସନ୍ଦ ଆସେ, ତାଙ୍କର କେଉଁ ଫିଲ୍ମ ଆପଣଙ୍କୁ ସବୁଠୁ ବେଶୀ ପସନ୍ଦ ଆସେ। ତାହେଲେ ଦର୍ଶକ ବନ୍ଧୁ, ଆପଣମାନଙ୍କର ପ୍ରିୟ ହିରୋ ଦୀପନିତ ଦାସ ମହାପାତ୍ର ବର୍ତ୍ତମାନ ସମୟରେ ତାଙ୍କର ନିର୍ବନ୍ଧ ସରିଛି, ଆଉ ମାତ୍ର କିଛି ଦିନ ଭିତରେ ତାଙ୍କର ବାହାଘର ହେବାକୁ ଯାଉଛି। ଶୀତଲଙ୍କ ହାତ ଧରିବାକୁ ଯାଉଛନ୍ତି ଦୀପନିତ। ସେ ନିଜ କ୍ୟାରିୟରରେ ପାଖାପାଖି 30ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି। ଜଣେ ସଫଳ କଳାକାର ଭାବରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। 2017 ମସିହାରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ ଆଉ ଆଜିର ଦିନରେ ସେ ଜଣେ ଆଗ ଧାଡ଼ିର କଳାକାର। ତାଙ୍କର ଫିଲ୍ମ ପ୍ରତୀକ୍ଷା ପାଇଁ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଯଦି ଆପଣମାନେ ତାଙ୍କର ସ୍କୁଲ ଟାଇମ୍ ଉପରେ ନଜର ପକାଇବେ ତ ଏସ୍ଏନ୍ ହାଇସ୍କୁଲ ସ୍ୱରରେ ସେ ନିଜର ସ୍କୁଲ ଟାଇମ୍ ଅତିବାହିତ କରିଛନ୍ତି। ତା ସହିତ ଉପେନ୍ଦ୍ରନାଥ କଲେଜରେ ତାଙ୍କର କଲେଜ ଟାଇମ୍ ଅତିବାହିତ ଅଛି। ପରବର୍ତ୍ତୀ ସମୟରେ ସେ ଡିଗ୍ରୀ କମ୍ପ୍ଲିଟ୍ କରିଛନ୍ତି ଇଞ୍ଜିନିୟରିଂରେ ଆଉ ଇଞ୍ଜିନିୟରିଂ କରିଛନ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ସେ ଭୁବନେଶ୍ୱର ଏକ ଘରୋଇ କଲେଜରେ। ତାପରେ ସେ କଲେଜରେ ପାଠ ପଢ଼ା ସମୟରେ ସେ ଅନେକ ଗୁଡ଼ିଏ ଷ୍ଟେଜ୍ ଗ୍ରୁପ୍ରେ ସେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କର ଆକ୍ଟିଂ ପ୍ରତି ବେଶ୍ ଆଗ୍ରହ ହୋଇଥିଲା ଏବଂ ପିଲାଟି ବେଳରୁ ସେ ପାଠ ପଢ଼ା ସହିତ ଆକ୍ଟିଂ ପ୍ରତି ଆଗ୍ରହ ରଖିଥିଲେ ଏବଂ ଆକ୍ଟିଂ ଶିକ୍ଷା ଆରମ୍ଭ କରିଥିଲେ ଓ ଆଜିର ଦିନରେ ସେ ଜଣେ ଭଲ କଳାକାର ହୋଇପାରିଛନ୍ତି। 2017 ମସିହାରେ ତାଙ୍କର ଅଭିନୀତ ପ୍ରଥମ ସିନେମା କହନିକା ଦ ଲଷ୍ଟ ଆଇଡ଼ିଆ ସେଇଟା ତାଙ୍କର ପ୍ରଥମ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁ ସିନେମା ଥିଲା ଓ ଆଜିର ଦିନରେ ତାଙ୍କର ଅଭିନୀତ ଫିଲ୍ମ ଦମନ ପାଇଁ ସେ ପ୍ରଥମେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରତୀକ୍ଷା, କୁହୁଡ଼ି, ପରବ, ଗ୍ୟାଙ୍ଗସ୍ ଅଫ୍ ପୁରୀ, ଡଷ୍ଟବିନ୍, ବିନ୍ଦୁସାଗର, ମନ୍ତ୍ରମୁଗ୍ଧ ଏହିସବୁ ଫିଲ୍ମ ପାଇଁ ଦର୍ଶକମାନଙ୍କ ହୃଦୟରେ ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି। ଆଜିର ଦିନରେ ସେ ଜଣେ ଆଗ ଧାଡ଼ିର ଅଭିନେତା ମଧ୍ୟ। ସେ ମଧ୍ୟ ନିଜ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି। ତେବେ ଆପଣମାନେ ଯଦି ଦେଖିବେ ଗୁଗଲ ଇକ୍ୟୁବିଟିଆ ରିପୋର୍ଟ ମୁତାବକ ତାଙ୍କର ସମୁଦାୟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି 70 ଲକ୍ଷରୁ ଅଧିକ ରହିଛି। ତେବେ ଆପଣମାନେ ତାଙ୍କର ମ୍ୟାରେଜ୍ ପାଇଁ କେତେ ମାତ୍ରାରେ ଏକ୍ସାଇଟେଡ୍ ଅଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖନ୍ତୁ।